ଯେତେବେଳେ ଢେଙ୍କାନାଳ ଆସିବେ ଢେଙ୍କାନାଳର ସ୍ୱତନ୍ତ୍ର ପରିଚୟ ବରାରୁ ଚାय ପେ ଚର୍ଚ୍ଚା ଶୁଣିଥିଲେ କଫି ୱିଥ୍ କରଣ ବି ଶୁଣିଥିବେ କିନ୍ତୁ ଆଜି ଆମେ ବରା ସାଙ୍ଗରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିବା ଆମ ସହିତ ଅତିଥି ଅଛନ୍ତି ଢେଙ୍କାନାଳରୁ ଏଥର ପୁଣି ଥରେ ନିର୍ବାଚନ ଲଢୁଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର କ୍ୟାମ୍ପେନଟା ବରା ଖାଇକି ଆରମ୍ଭ ହେଉଛି ନାଇଁ ସଦାବେଳେ ନୁହେଁ ବେଳେ ବେଳେ ନିଶ୍ଚିତ ବରା ଇଏ ହବ ଆଉ ବିଶେଷ କରି ସନ୍ଧ୍ୟାବେଳ ଜଳଖିଆ ପ୍ରାୟ ଢେଙ୍କାନାଳ ଲୋକମାନଙ୍କର ବରା ବରାଟା କେତେ ପରଫେକ୍ଟ ଢେଙ୍କାନାଳରେ ବହୁତ ବଢିଆ ମାନେ ବିରି ଚାଉଳରେ ତିଆରି ବରା ବହୁତ ବଢିଆ ଟେଷ୍ଟ ବି ବଢିଆ ଆଉ ଯୋଉମାନେ ଆସନ୍ତି ବରା ନ ଖାଇକିରି ରହିପାରନ୍ତିନି। ରାଜନୀତିଟା କେମିତି ଆଜ୍ଞା ନାଇଁ ରାଜନୀତି ତ ଚାଲିଛି ମାନେ ଗୋଟେ ପ୍ରକାର ମାହୋଲ ଚାଲିଛି ମୋଦି ମାହୋଲ ଢେଙ୍କାନାଳରେ ଲୋକ ମୋଦିଙ୍କୁ ଏତେ ଭଲ ପାଉଛନ୍ତି ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଏତେ ଭଲ ପାଉଛନ୍ତି ଲୋକ ବର୍ତ୍ତମାନ ବରା ଭଳିଆ ବରାକୁ ଯେମିତି ଲାଇକ୍ କରୁଛନ୍ତି ଅବିକା ମୋଦିଙ୍କୁ ମଧ୍ୟ ଲୋକ ବହୁତ ଲାଇକ୍ କରୁଛନ୍ତି। ବରାଟା ବହୁତ ନରମ ଢେଙ୍କାନାଳରେ ରାଜନୀତିଟା ନରମ ଆଉ ଗରମ କି ନାଇଁ ରାଜନୀତିଟା ଗରମ କହିଲେ ଚଳେ ଅବିକା ତ ଗରମ ହେଇଯାଇଛି ପରିସ୍ଥିତିଟା ଏଇଟା ସହଜ ହଉଛି କି ବିଜେପି ପାଇଁ ଯେ ଆପଣ କାହା କଥା କହିଲେ ଭିକେ ପାଣ୍ଡିଆନଙ୍କ କଥା ବୋଧେ ଇସାରା ଦଉଛନ୍ତି ସହଜ ହେଇଗଲା କି ସିଏ ଏଣ୍ଟ୍ରି କଲେ ବୋଲି କି ବିଜେପି ଗୋଟେ ୟେସ୍ ତାଙ୍କର ରାଜନୀତିରେ ଡାଇରେକ୍ଟ ଏଣ୍ଟ୍ରି ବିଜେପି ପାଇଁ ବହୁତ ସହଜ ହେଇଗଲା ଲୋକମାନେ ପାଣ୍ଡିଆନଙ୍କୁ ଗ୍ରହଣ କରୁନାହାନ୍ତି ଲୋକମାନେ ସେଇଥିପାଇଁ ପରିବର୍ତ୍ତନ ଚାହୁଁଛନ୍ତି କାହିଁକି ନା ନବୀନ ପଟ୍ଟନାୟକ ପାରୁନାହାନ୍ତି ବୋଲି ପ୍ରମାଣିତ ହେଇଗଲା ସେ କୁଆଡେ ଯାଉନାହାନ୍ତି ହେଲିକପ୍ଟରରେ ବୁଲାଉଛନ୍ତି ପାଣ୍ଡିଆନଙ୍କୁ ଏଇଟା ଲୋକ ଗ୍ରହଣ କରିପାରୁନାହାନ୍ତି। ବିଜେଡି କହୁଛନ୍ତି ବା ବିଜେଡି ନେତାମାନେ ଆପଣଙ୍କର ବିପକ୍ଷରେ ଥିବା ବା ବର୍ତ୍ତମାନ ସମୟରେ ଶାସନରେ ଥିବା କହନ୍ତି ଯେ ମୋଦି ହିଁ ଗୋଟେ ଫ୍ୟାକ୍ଟର ଯାହାକୁ ଧରିକି ନିର୍ବାଚନ ବିଜେପି ଲଢେ ନା ନା ଆମେ ସବୁ ମାନେ ସ୍ଥାନୀୟ ଇସ୍ୟୁକୁ ନେଇକି ନିର୍ବାଚନ ଲଢୁଛୁ ଖାଲି ମୋଦି ନୁହେଁ ଏଠି ପାନୀୟ ଜଳ ନାହିଁ ଏଇଟା ଗୋଟେ ସମସ୍ୟା ନୁହେଁ ଏଠି ଆପଣଙ୍କର ମେଡିକାଲ କଲେଜଟିଏ ବହୁତ ଦିନ ଡିମାଣ୍ଡ ମେଡିକାଲ କଲେଜଟିଏ ହେଇପାରିଲା ନାହିଁ